ଯଦି ସ୍ୱପ୍ନରେ ଦେଖୁଛନ୍ତି ସାପ, ଏହା ଶୁଭ ନା ଅଶୁଭ? ବନ୍ଧୁଗଣ, ହିନ୍ଦୁ ଧର୍ମରେ ସାପକୁ ପୂଜା କରାଯାଇଥାଏ। ସାପ ବିଷୟରେ ବିଭିନ୍ନ ପୁରାଣ ଗ୍ରନ୍ଥ ମାନଙ୍କରେ ଉଲ୍ଲେଖ ରହିଅଛି। କେତେବେଳେ ସାପ ଦେବତାଙ୍କ ପ୍ରତୀକ ଅଟେ ତ କେତେବେଳେ ମୃତ୍ୟୁର ସଂକେତ ମଧ୍ୟ ହୋଇଥାଏ। ତେଣୁ ସାପ ମଣିଷର ଜୀବନ ସହିତ ପ୍ରାଚୀନ କାଳରୁ ଜଡ଼ିତ ହୋଇ ରହିଅଛି। ଏଥିପାଇଁ ମନୁଷ୍ୟକୁ କେବେ ନା କେବେ ସାପର ସ୍ୱପ୍ନ ଦେଖାଯାଇଥାଏ। ଏହା ସ୍ୱାଭାବିକ ଅଟେ। କିନ୍ତୁ ରାତିରେ ସାପର ସ୍ୱପ୍ନ ଆସିଥାଏ ତେବେ ଆମେ ଡରି ଯାଇଥାଉ ଏବଂ ଆମେ ଜାଣିବାକୁ ଚାହୁଁଥାଉ ଯେ ଏହା କୌଣସି ଅମଙ୍ଗଳର ସୂଚନା ନୁହେଁ ତ। ତେଣୁ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ସାପ ଦେଖିବାର ଅଲଗା ଅଲଗା ଅର୍ଥ ରହିଅଛି। ଭିଡ଼ିଓଟିକୁ ଷ୍ଟାର୍ଟ କରିବା ପୂର୍ବରୁ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ଯେଉଁମାନେ ମୋ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ସେମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲକୁ ବଜାଇ ଦିଅନ୍ତୁ। ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ନମ୍ବର 1, ଯଦି ଆପଣ ସ୍ୱପ୍ନରେ ସାପକୁ ଧରିଥିବାର ଦେଖିଲେ ଏହାକୁ ଶୁଭ କୁହାଯାଏ। ଏମିତି ସ୍ୱପ୍ନ ଦେଖିଲେ ଆପଣଙ୍କୁ ବହୁତ ଧନ ସମ୍ପତ୍ତି ମଧ୍ୟ ମିଳିଥାଏ। ନମ୍ବର 2, ଯଦି ଆପଣ ସ୍ୱପ୍ନରେ ସାପକୁ ମାରିଦିଅନ୍ତି ତେବେ ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କ ମୃତ୍ୟୁ ଟଳିଯିବାର ଅଛି। ଏହାର ଅନ୍ୟ ସଂକେତ ରହିଅଛି, ଆପଣ ଆପଣଙ୍କ ଶତ୍ରୁ ଉପରେ ବିଜୟ ଲାଭ ମଧ୍ୟ କରିପାରିବେ। ନମ୍ବର 3, ସ୍ୱପ୍ନରେ ସାପ ନେଉଳର ଲଢ଼େଇ ଦେଖିବାର ଅର୍ଥ ନିକଟ ଭବିଷ୍ୟତରେ ଆସୁଥିବା ଶୁଭ ସଂକେତର ଅର୍ଥ ହୋଇଥାଏ। ନମ୍ବର 4, ସ୍ୱପ୍ନରେ ସାପର ଦାନ୍ତକୁ ଦେଖିବାର ଅର୍ଥ ଆପଣଙ୍କର ବିଶ୍ୱାସୀ ବନ୍ଧୁ ଆପଣଙ୍କୁ ଧୋକା ଦେଇପାରନ୍ତି। ନମ୍ବର 5, ଯଦି ସ୍ୱପ୍ନରେ ଆପଣଙ୍କୁ ସାପ କାମୁଡ଼ିଥାଏ ଏହା ଭବିଷ୍ୟତରେ ଆସୁଥିବା ବିପଦକୁ ଦର୍ଶାଇଥାଏ। ତେଣୁ ଆପଣଙ୍କୁ ସତର୍କତା ରହିବାର ଆବଶ୍ୟକତା ଅଛି। ମୁଁ ଆଶା କରୁଛି ଏ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଏ ଭିଡ଼ିଓଟି ଭଲ ଲାଗିଛି ଭିଡ଼ିଓଟି ଗୋଟେ ଲାଇକ୍ କରି ଆପଣଙ୍କ ସାଙ୍ଗମାନଙ୍କୁ ସେୟାର କରନ୍ତୁ। ଏଇଭଳି ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲକୁ ବଜାଇ ଦିଅନ୍ତୁ। ଜୟ ଜଗନ୍ନାଥ।